ପିଲାମାନେ ୱେଲକମ୍ ବ୍ୟାକ୍ ୱାନ୍ସ ଆଗେନ୍ ଟୁ ମାଇ ଚ୍ୟାନେଲ୍। ପିଲାମାନେ ଆଜି ଗୋଟେ ଆପ୍ଲିକେସନ୍ ଦେଖିବା। ଯେଉଁ ପିଲାମାନେ ରିକ୍ୱେଷ୍ଟ କରିଥିଲ ସାର୍ ଆପ୍ଲିକେସନ୍ ବି ଦିଅନ୍ତୁ, ତାଙ୍କ ପାଇଁ ସେମାନେ ଆପ୍ଲିକେସନ୍ ମୁଁ ନିଆଛି। ଏ ଚାଲିବ ସେମାନେ ଦେଖିବ, ରେଗୁଲାରଲି ଚାଲିବ ହେଲା। ଯେଉଁମାନେ ଯେତେବେଳେ ଚାହିଁବ ଚାଲିବ ଆପ୍ଲିକେସନ୍। କମ୍ 10-15ଟା ଦେବି। ପ୍ଲେଲିଷ୍ଟରେ ବି ଅଛି ଅନେକ ଗୁଡ଼ା, ଯାଇକି ଦେଖିପାରିବ। କ'ଣ କହ, ସପୋଜ୍ ୟୁ ଆର୍ ଅନୁପମା ସାହୁ କ୍ଲାସ୍ ଏକ୍ସ, ସାଲିପୁର ଶିଶୁ ମନ୍ଦିର କଟକ। ତୁମର କ୍ଲାସ୍ ଏକ ସଲିପୁର କଟକର ଅଛ, ଯେ କି ତୁମେ ଗୋଟେ ଶିଶୁ ମନ୍ଦିର ପଢ଼ୁଛ ହାଇସ୍କୁଲରେ କଟକ। ତାର ରାଇଟ୍ ଆନ୍ ଆପ୍ଲିକେସନ୍ ଟୁ ୟୋର୍ ହେଡ଼ମାଷ୍ଟର ରିକ୍ୱେଷ୍ଟିଂ ହିମ୍ ଟୁ ଗେଟ୍ ୟୁ ଏ ପ୍ଲେସ୍ ଇନ୍ ସ୍କୁଲ୍ ହୋଟେଲ୍। ସ୍କୁଲ୍ ହୋଟେଲରେ ଗୋଟେ ତୁମକୁ ସ୍ଥାନ ପାଇବା ପାଇଁ ତୁମେ ହେଡ଼ମାଷ୍ଟରଙ୍କୁ ଆପ୍ଲିକେସନ୍ ଲେଖିବ। ଏହା ହେଲା ତୁମର ମୋଟାମୋଟି ଭାବରେ ପ୍ରଶ୍ନ। ତାହେଲେ ଯେମିତି ଆଜି ଯେଉଁ ଲେଖ ହେଲା, ତୁମେ ଟୁ ଲେଖିବ ହେଲା, ଆଉ ତା ତଳକୁ ଦି ହେଡ଼ମାଷ୍ଟର ହେଲା ନା, ଯେମିତି ଲେଖିବ ସେମିତି ହିଁ ଲେଖିବ, ଟୁ ଦି ହେଡ଼ମାଷ୍ଟର ହେଲା। ତାପରେ ତଳକୁ ଏଠି ତୁମର ଶିଶୁ ମନ୍ଦିର ସେ ହାଇସ୍କୁଲ ଲେଖା ସବୁ ଏମିତିକା ଲେଖିବ। ତାହେଲେ ମୋଟାମୋଟି ଭାବରେ ମୁଁ ସେମିତି କାହିଁ ଷ୍ଟାର୍ଟ କରିଦିଏ। ଆପ୍ଲିକେସନ୍ ତୁମର 60 ୱାର୍ଡ଼ରେ ଆସୁଛି, ନା ସାନ କରି ହିଁ ବେଶୀ ବଡ଼ ହେବନି ହେଲା। ଆଉ ଇଜିଲି କରିପାରିବ। 10 ତୁମକୁ ଶିଖେଇ ଦେଇଛି ମାନେ ସେ 10 ସେକାର ତୁମେ ବନେଇ ପାରିବ। ଚାହିଁବ ମୁଁ 10 ସେକାର ଅଧା କରିବି କରିଦେବି ହେଲା, ମୁଁ ବନେଇଦେବା ଆଗରେ। ଇଏ ଛୁଆ ମାନେ ମୁଁ କ'ଣ ଲେଖିଲି, ଆଗରେ ଟୁ ଲେଖିଲି, ଏବେ ଠିକ୍ ତା ତଳକୁ ଲେଖିବି ମୁଁ ଦି ହେଡ଼ମାଷ୍ଟର ହେଲା, ବନେଇଦେବା ଛୁଆମାନେ। ଦେଖ ଟୁ ଦି ହେଡ଼ମାଷ୍ଟର ଲେଖିଲ, ଏହାପରେ ୟାକୁ ତଳକୁ ଲେଖ। ଟେଷ୍ଟ ପେପର୍ ବାଲା ଏମିତି ଲେଖୁଛନ୍ତି, ନହେଲେ ତୁମ ସାମନେ ବିରକ୍ତ ହେବେ ଛୁଆମାନେ। ଏଠି କମା ଦେଇକି ତୁମେ ଏହାକୁ ଏପଟେ ଲେଖିପାରିବ। ଏଠି କ'ଣ ଲେଖ, ଶିଶୁ ମନ୍ଦିର ହାଇସ୍କୁଲ ଲେଖିବ ସପୋଜ୍ ହେଲା। ତୁମେ କ୍ଲାସ୍ ଏକ୍ସରେ ପଢ଼ୁଛ ମାନେ ତ ହାଇସ୍କୁଲରେ ପଢ଼ୁଛ, ଲେଖିଦିଅ। ଇଏ ଶିଶୁ ମନ୍ଦିର ଲେଖିଦେଲି, ତୁମର କଟକ ହେଲା ନା, ତଳେ ମୁଁ କଟକ ଲେଖିଦିଏ। ଇଏ ତୁମେ ଫଟାଫଟ ଇଏ ତୁମେ ଲେଖିଦେଲ ରାଇଟ୍। ଏବେ କ'ଣ କରି ଲେଖିବ ଛୁଆମାନେ, ଏବେ ଲେଖିବ ସାପ୍ ହେଲା ନା। ଥ୍ରୋ ଦି କ୍ଲାସ୍ ଟିଚର ହେଲା ନା, ଥ୍ରୋ ଦି କ୍ଲାସ୍ ଟିଚର। କିଛି ଟେଷ୍ଟ ପେପର୍ ଲେଖିବ, ଦେଖ ସେଥିରେ ତୁମର ସାର୍ମାନେ ବି କହିବେ ଯାଇକି ଇଏ ନା ଆଜକାଲ ଲେଖୁନାହାନ୍ତି। ଏଇ ଲେଖୁନାହାନ୍ତି କିଏ ଲେଖୁନି, ଟେଷ୍ଟ ପେପର୍ ବାଲା ଲେଖୁନି। ଫଲୋ କରିକି ସେମାନେ ଇଏ କରନ୍ତି, ପୁରା ତାଙ୍କ ସହିତ ଲିଙ୍କ୍ ଥାଏ। ତାର ଏବେ ମୁଁ କ'ଣ ଲେଖୁଛି ମାନେ ଇଏ ସିଧା ଚାଲିଗଲା, ଇଏ ତୁମକୁ ସିରିଏଲ୍ ତ ଟିକେ ମୁଁ ଏପଟକୁ କରେ। ଏବେ ମୁଁ କ'ଣ ଲେଖିବି, ଥ୍ରୋ ଦି କ୍ଲାସ୍ ଟିଚର ଲେଖିଦିଆ ଛୁଆମାନେ। ଇଏ ଦେଖ ଛୁଆମାନେ ଥ୍ରୋ ଦି ମୁଁ କ୍ଲାସ୍ ଟିଚର ଲେଖିଦେଲି ହେଲା ଛୁଆମାନେ। ଏବେ ଲେଖିବା ଆମେ ସାପ୍ ହେଲା ନା, ସାପ୍ ଲେଖିଦେବା ଛୁଆମାନେ। ସବଜେକ୍ଟରେ କ'ଣ ଲେଖିବା, ଆଚ୍ଛା ସବଜେକ୍ଟ ପିଲାମାନେ କନଫ୍ୟୁଜ୍ ହୁଅନ୍ତି ସବଜେକ୍ଟରେ କ'ଣ ଲେଖିବା ହେଲା ନା। ଏଠି ଆଉ ଗୋଟେ ବ୍ରେକେଟ୍, ପିଲାମାନେ କନଫ୍ୟୁଜ୍ ହୁଅନ୍ତି ସବଜେକ୍ଟରେ କ'ଣ ଲେଖିବା। ଦେଖ ଛୁଆମାନେ ସେକେଣ୍ଡ ଟୁକୁ ଚାଲ, ଏଇଟା ଦେଖ ଫାଷ୍ଟ ଟୁ ଏଇଟା ଟୁ ତ ପରେ ହେଡ଼ମାଷ୍ଟର ଇଏ ହିଡ଼ିଂ କରୁଛି, ଯାହାକୁ ମୁଁ ଏଇଟା ଲେଖିଦେଲି। ଆଉ ଇୟାକୁ ବଡ଼ ଏଇଚରେ ହିଁ ଲେଖିବ ଛୁଆମାନେ, ହେଡ଼ମାଷ୍ଟର ରାଇଟ୍। ଆଉ ନେକ୍ସଟ ଟୁକୁ ଏଇଟା ଟୁ ଗେଟ୍ ୟୁ ଏ ପ୍ଲେସ୍, ଏଇଟା ହେଲା। ତା ସିମ୍ପଲ୍ ଭାଷାରେ ଲେଖିବ, ଏମିତିକା ଏମିତି ଲେଖିଦେବ, ରିକ୍ୱେଷ୍ଟିଂ ଟୁ ଗେଟ୍ ଏ ପ୍ଲେସ୍। ସାପ୍ ଲେଖିଦେବ ଆଗରେ ଛୁଆମାନେ, ରିକ୍ୱେଷ୍ଟିଂ ଟୁ ଗେଟ୍ ଏ ପ୍ଲେସ୍ ଇନ୍ ଦି ହଷ୍ଟେଲ୍ ହେଲା। ଇଏ ଆସିଗଲା। ଏବେ ଆମେ ଏଠି ଯେଉଁ ଏତିକି ଲେଖିଲେ ମାନେ ତୁମକୁ 1 ମାର୍କ ତ ଅଧିକ ମାର୍କ ମିଳିଯାଉଛି ମାନେ ଏଠାରେ 1 ଏଠାରେ 1 2 ପାଖାପାଖି ତୁମେ ମାର୍କ ପାଇଯିବ। ଏବେ ବାକି ଏଠି ମୁଁ ଯେମିତି ଲେଖୁଛି ମାନେ ପୁରା ମୁଖସ୍ଥ କରିଦିଅ, ହେଇଗଲା ନା, ପୁରା ଆସିଯିବ ନମ୍ବର। ଏଠି ତୁମେ ସାର୍ ଲେଖିଦେବ, ୱିଥ୍ ଡ୍ୟୁ ରେସ୍ପେକ୍ଟ ଷ୍ଟାର୍ଟ କରିଦେବ, ହେଇଗଲା ନା, ଲେଖିଦିଅ ମାନେ ଏଠି ସାର୍ ଲେଖିଦେଲି ହେଲା ଛୁଆଟା। ଏବେ ଯେଉଁ ଏଟାକୁ ମୁଖସ୍ଥ କରିଦେବ, ଆଉ ନହେଲେ ତୁମର ଆଡ଼ୁ ଲେଖିଦେବ ଯେମିତିକି ଲେଖୁଛ ହେଲା। ମୁଁ ଲେଖୁଛି ସେମାନେ ଲେଖ ହେଲା। ମାନେ ୱିଥ୍ ରେସ୍ପେକ୍ଟ ଆଇ ବେକ୍ ଟୁ ରେସ୍ପେକ୍ଟ ଆଣ୍ଡ ହାବୁଲ୍ ସବମିଶନ୍ ଆଇ ବେକ୍ ଟୁ ଷ୍ଟାର୍ଟ ଦ୍ୟାଟ୍। ଏଠି କମା ଏଠି ଦେଇଦେବା ଛୁଆମାନେ, ଏଠି କମା ଟିକେ ଦେଇଦେବା। ଆଇ ବେକ୍ ଟୁ ଷ୍ଟାର୍ଟ ଦ୍ୟାଟ୍ ଏଠି ଦ୍ୟାଟ୍ ଲେଖିଦେଇପାରେ, ଏଠି ଦ୍ୟାଟ୍ ଟିକେ ତାକୁ ଠିକ୍ ଇଏ ହେବା ଦରକାର, ଆଉ ଇଏ ଏମିତିକା ଆସିବା ଦରକାର ହେଲା ଛୁଆମାନେ। କ'ଣ ଲେଖିଲେ ଛୁଆମାନେ, ଆଇ ଡୁ ରେସ୍ପେକ୍ଟ ଆଇ ବେକ୍ ଟୁ, ଏଇଟା ମୁଖସ୍ଥ କର, ସବମିଶନ୍ ରେସ୍ପେକ୍ଟ ଆଣ୍ଡ ହାମ୍ବୁଲ୍ ସବମିଶନ୍ ଆଇ ବେକ୍ ଟୁ ଷ୍ଟାର୍ଟ ଦ୍ୟାଟ୍, କମାଟା ଅଲଟା ଜାଗାରେ ପଡ଼ିଗଲା, ଷ୍ଟାର୍ଟ ଦ୍ୟାଟ୍ ଆଇ ଏମ୍ ଏ ଗୁଡ୍ ଷ୍ଟୁଡେଣ୍ଟ ଅଫ୍ ଦିସ୍ ହାଇସ୍କୁଲ ହେଲା। ଏବେ ତୁମ କ୍ଲାସ୍ ରୋଲ୍ ନମ୍ବର ତୁମେ ଚାହିଁବ ସେଠି ଲେଖିଦେବ, ତାହେଲେ ଭଲ ହେବ ହେଲା। ତାହେଲେ ଆଇ ଏମ୍ ଦାସ୍ କ୍ଲାସ୍ ଏତିକି ଫର୍ମାଲିଟି ନ ପାରିଲେ ବି ଲେଖିଦେବେ ହେଲା ଛୁଆମାନେ। ଲେଖିଦିଅ। ଦେଖ ଛୁଆମାନେ ତାହେଲେ କ'ଣ ଲେଖିଲେ ଛୁଆମାନେ, ଏଇଠୁ ନେକ୍ସଟ ପାଖଟା ଆଇ ଏମ୍ ଦାସ୍, ତୁମ ନାମ ଏଠାରେ ଲେଖିବ, ରୋଲ୍ ନମ୍ବର ତୁମର ଲେଖିବ, କ୍ଲାସ୍ ଦେଖିବ। ୱାଣ୍ଟ ଟୁ ବ୍ରିଙ୍ଗ, ଏଠି ମୁଁ ଟୁ ଲେଖିବାକୁ ଭୁଲି ଯାଇଛି ଛୁଆ। ତାହେଲେ ଆଇ ୱାଣ୍ଟ ଟୁ ବ୍ରିଙ୍ଗ
ଫଲୋଇଂ ପଏଣ୍ଟ ଟୁ ୟର୍ କାଇଣ୍ଡ ନୋଟିସ୍। ଏବେ ତୁମର ପ୍ରୋବ୍ଲେମ୍ ଏଠାରେ ଲେଖିବା ଆରମ୍ଭ କରିବ ଛୁଆମାନେ। ତୁମର ପ୍ରୋବ୍ଲେମ୍ କ'ଣ? ଏବେ ପ୍ରୋବ୍ଲେମ୍ କ'ଣ ହେଲା? ଆମ ଘରଠାରୁ ସପୋଜ୍ ସ୍କୁଲ ଆମ ଘରଠାରୁ ମନେକର 5 କିଲୋମିଟର ଦୂରତା ରହିଛି। ଆଉ ମୋତେ ଜଙ୍ଗଲ ରାସ୍ତା ଦେଇକି ବା ଆମର ରାସ୍ତା ବି ଖରାପ, ଏମିତି କିଛି ଲେଖିବ ହେଲା। ତାହେଲେ କ'ଣ ହେବ? ଗୋଟିଏ ତ ଲେଖିଯାଇଛ ମାଇ ହୋମ୍ ଇଜ୍ ସପୋଜ୍ 5 କିଲୋମିଟର ଫ୍ରମ୍ ଆୱାର ସ୍କୁଲ ଲେଖିଦେବା। କ'ଣ ଲେଖୁଛ ମାନେ ଦେଖ ଏଠି ମାଇ ହୋମ୍ ଇଜ୍ 5 କିଲୋମିଟର୍ସ ଆୱେ ଫ୍ରମ୍ ଦି ସ୍କୁଲ। ଆମ ଘରଟା 5 କିଲୋମିଟର ଦୂର ସ୍କୁଲରୁ ଗୋଟେ। ତାପରେ ଆଉ କ'ଣ ମୋତେ ସାଇକେଲରେ ଏ ଡିଷ୍ଟାନ୍ସ କଭର କରିବାକୁ, ଆଇ ହାଭ୍ ଟୁ କଭର ଦି ଡିଷ୍ଟାନ୍ସ ଅନ୍ ସାଇକେଲ, ସେଇଟା ବି ଲେଖି ଦେବା ହେଲା ଛୁଆମାନେ। ଏମିତି ବନେଇବ। ଦେଖ ଛୁଆମାନେ ଆଇ ହାଭ୍ ଟୁ କଭର ଦି ଡିଷ୍ଟାନ୍ସ ଅନ୍ ସାଇକେଲ ହେଲା, ଏହା ଲେଖିଦେଲି। ଏହାପରେ କ'ଣ ଲେଖିବ? ଆଉ ରାସ୍ତା ମଧ୍ୟ ଠିକ୍ ନୁହେଁ ହେଲା, ବା ଏମିତି ଲେଖିପାରିବ ମୁଁ ଅଧିକା ସମୟ କେବଳ ରାସ୍ତାରେ ମୋର ଚାଲି ଯାଉଛି, ଆଉ ଗଲା ପରେ ମୁଁ ଥକି ଯାଉଛି, ଏମିତି କିଛି ଲେଖିବ ବନେଇବା ଛୁଆମାନେ। କ'ଣ ଲେଖିଲେ ଛୁଆମାନେ? ଆଇ ଗେଟ୍ ଟାୟାର୍ଡ ଏଣ୍ଡ ଫେଲ୍ ଟୁ କନସେନ୍ଟ୍ରେଟ୍ ଅନ୍ ଷ୍ଟଡି। ପାଠ ପଢ଼ାରେ ମୁଁ ଧ୍ୟାନ ଦେଇପାରୁନାହିଁ, ଆଉ ରାସ୍ତା ମଧ୍ୟ ଖରାପ ଅଛି ଲେଖିଦେବା। ହେଇଗଲା। ଲେଖିଲେ ଛୁଆମାନେ ଦେଖ ତାହେଲେ ଦି ରୋଡ୍ ଇଜ୍ ଭେରି ରଫ୍ ଏଣ୍ଡ ମେନି ଆକ୍ସିଡେଣ୍ଟସ୍, ଏଠି ଏସ୍ ଲାଗିବା ଦରକାର ଛୁଆମାନେ। ଟେକ୍ ପ୍ଲେସ୍ ଏବେ ପ୍ରତ୍ୟେକ ଦିନ ବହୁତ ଦୁର୍ଘଟଣା ହୁଏ, ତେଣୁ ମୁଁ ରିକ୍ୱେଷ୍ଟ କରୁଛି ମୋତେ ଗୋଟେ ସ୍ଥାନ ହୋଟେଲରେ ଦିଅନ୍ତୁ। ହେଇଗଲା, ଏମିତି ଲେଖିଦେବା ହେଇଯିବ। ଲେଖିବା ଛୁଆମାନେ ସୋ ଆଇ ରିକ୍ୱେଷ୍ଟ ୟୁ ଟୁ ଗିଭ୍ ମି ଏ ପ୍ଲେସ୍ ଇନ୍ ଦି ହୋଟେଲ, ରାଇଟ୍ ବନେଇବା। କ'ଣ ଲେଖିଥିବା? ସୋ ଏ ହମ୍ବଲ୍ ରିକ୍ୱେଷ୍ଟ ଇଜ୍ ଲେଭେଲ୍ଡ ଟୁ ବ୍ଲେସ୍ ମି ଏ ସିଟ୍ ଇନ୍ ସ୍କୁଲ ହଷ୍ଟେଲ। ଆଚ୍ଛା ମାନେ ଏଠି ଆଉ ଗୋଟେ ଲାଗିବ କି ଲେଭେଲ୍ଡ ହେଲା ଛୁଆମାନେ ଇନ୍ ସ୍କୁଲ ହଷ୍ଟେଲ ହେଇଗଲା। ତାପରେ ଦେୟାର ଫର୍ ଏଠି ବାକି ତୁମେ ଆଉ ଟିକେ ଲେଖିଦେବ କାମ ଆସିବ ଏଇଠୁ। ଦେୟାର ଫର୍ ଆଇ ପ୍ରେ ୟୁ ଏତିକି ଲେଖିଦେଲେ ହେବ, ବା ଆଇ ସେଲ୍ ରିମେନ୍ ଗ୍ରେଟଫୁଲ୍ ଟୁ ୟୁ ହେଲା। ଇଫ୍ ମାଇ ପରମିସନ୍ ଇଜ୍ ଗ୍ରାଣ୍ଟେଡ୍ ଆଇ ସେଲ୍ ରିମେନ୍ ଗ୍ରେଟଫୁଲ୍ ଟୁ ୟୁ, ବାସ୍ ଏତିକି ଲେଖିଲେ ବି ଚାଲିବ। ନହେଲେ ମୁଁ ଗୋଟେ ଲେଖେ ପିଲାମାନଙ୍କୁ ମନେ ରଖିଦେବି କହିବା, ତୁମେ ଚାହିଁବ ବୋଲେ ମନେ ରଖିବ, କିଛି ନ ବୋଲେ ସେଇଟା ଲେଖିଦେବ ଲାଷ୍ଟରେ ଏଇ ପାଟର୍ନଟାକୁ। ହେଇଗଲା, ମୁଁ ଲେଖିଦିଏ ସେଟା। ଟୁ ଗ୍ରାଣ୍ଟ ମାଇ ଆପ୍ଲିକେସନ୍ ହୁଇଚ୍ ଏକ୍ସ ୟୋର କାଇଣ୍ଡ କନସିଡରେସନ୍ ଆଣ୍ଡ ଅବ୍ଲାଇଜ୍, ବାସ୍ ଦେୟାର ୟୋର ଲେଖିଦେବ ତୁମେ କ'ଣ ୟୋର କ'ଣ ଲେଖୁଛ ଓବିଡିଏଣ୍ଟଲି ଲେଖିବ, ତାପରେ ତୁମ ଡେଟ୍ ଲେଖିଦେବ ହେଲା, ଲେଖିଦେବା। ତାପରେ ତୁମେ ଏଠି ତୁମର ନାମ ଲେଖିଦେବ, କ୍ଲାସ୍ ଲେଖିଦେବ, ରୋଲ୍ ନମ୍ବର ଲେଖିଦେବ, ଆଉ ଏଠି ତୁମର ସ୍କୁଲ ନାମ ଲେଖିଦେବ, ଆଉ ଡାଟ୍ ଗୋଟେ ପକାଇଦେବ। ଇଏ ଏମିତି ଭାବରେ ତୁମର ସରିଗଲା ଛୁଆମାନେ। ହେଇଗଲା ନା? ଇଏ ତୁମର ମୋଟାମୋଟି ଭାବରେ ସରିଗଲା। ଏମିତି ତୁମେ ପ୍ରାକ୍ଟିସ୍ କରିବ ଛୁଆମାନେ। ଯଦି ବୁଝିହେଲାନି ତୁମେ କହିବ ଛୁଆମାନେ ବୁଝିହେଲାନି, ହେଇଗଲା। ମୁଁ ଲେଖିଦେଇଛି, ତୁମେ ଯଦି କହିବ ଟ୍ରାନ୍ସଲେସନ୍ ୱାଇଜ୍ କରିବା ଟ୍ରାନ୍ସଲେସନ୍ ୱାଇଜ୍ ବି କରିବା। ହେଇଗଲା। ତାହେଲେ ଛୁଆମାନେ ଆଜି ଏତିକି ହେଲା ଛୁଆମାନେ, ତାହେଲେ ବାଏ।